ନମସ୍କାର ବନ୍ଧୁମାନେ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ କାରଣ ଏହି କଥା ଆପଣମାନଙ୍କର ଜୀବନକୁ ବଦଳାଇ ଦେଇପାରେ। ହଁ ବନ୍ଧୁମାନେ, ଜୀବନରେ ଯେତେବେଳେ ଦୁଃଖ ଆସେ, ସେତେବେଳେ ଅପମାନ ଆସେ, ଯେତେବେଳେ ସବୁ ଦିଗରୁ ଅନ୍ଧାର ଘେରି ଧରେ, ସେତେବେଳେ ଆମେ ଭାବୁ କାହିଁକି ମୋ ସହିତ ଏମିତି ହେଉଛି। କିନ୍ତୁ ପ୍ରଶ୍ନ ହେଉଛି, ଅଗ୍ନି ବିନା ସୁନା କେବେ ଶୁଦ୍ଧ ହୋଇଛି କି? ସୁନାକୁ ଯଦି ଅଗ୍ନିରେ ପକାଯାଏନି, ତାହା କେବେ ଆଭୂଷଣ ହୋଇପାରିବ କି? ନାହିଁ। ସେହିପରି ମଣିଷ ମଧ୍ୟ ସଂଘର୍ଷ ବିନା ମହାନ ହୋଇପାରେ ନାହିଁ। ଗୋଟେ ଗାଁ ଥିଲା। ଏକ ଛୋଟ ଛୁଆ ନାମ ଥିଲା ଅର୍ଜୁନ। ଅର୍ଜୁନ ଗରିବ ପରିବାରରେ ଜନ୍ମ ନେଇଥିଲେ। ଘରେ ଟଙ୍କା ନଥିଲା। ସ୍କୁଲ ଫିସ୍ ଦେବାକୁ ସମସ୍ୟା। ପଡ଼ୋଶୀମାନେ ତାଙ୍କୁ ଅବହେଳା କରୁଥିଲେ। ଦିନେ ଅର୍ଜୁନ ତାଙ୍କ ପିତାକୁ ପଚାରିଲେ, ବାପା, ଆମେ କାହିଁକି ଏତେ କଷ୍ଟ ଭୋଗୁଛୁ? ଭଗବାନ ଆମକୁ ଦୁଃଖ କାହିଁକି ଦେଇଛନ୍ତି? ତାଙ୍କ ପିତା ହସି କହିଲେ, ପୁଅ, ଅଗ୍ନି ବିନା ଶୁଦ୍ଧ ସୁନା ହୁଏ ନାହିଁ। ଅର୍ଜୁନ ବୁଝିପାରିଲାନି। ପରଦିନ ପିତା ତାଙ୍କୁ ଗହଣା ଦୋକାନକୁ ନେଲେ। ସୁନାକୁ ଅଗ୍ନିରେ ପକାଯାଉଥିଲା। ସୁନା ଗଲି ଯାଉଥିଲା, ଆକାର ବଦଳୁଥିଲା। ଅର୍ଜୁନ କହିଲା, ବାପା, ସୁନାକୁ ଯନ୍ତ୍ରଣା ହେଉଛି। ପିତା କହିଲେ, ହଁ ପୁଅ, କିନ୍ତୁ ଏହି ଯନ୍ତ୍ରଣା ତାକୁ ମୂଲ୍ୟବାନ କରୁଛି। ଯଦି ସୁନା ଅଗ୍ନିରୁ ପଳାଇଯାଏ, ତାହେଲେ ସେ କେବେ ରାଜାଙ୍କ ମୁକୁଟରେ ଲାଗିପାରିବ କି? ହଁ ବନ୍ଧୁମାନେ, ଆପଣଙ୍କ ଜୀବନର ସମସ୍ୟାମାନେ ହେଉଛି ଅଗ୍ନି। ଆପଣଙ୍କ ଅପମାନ, ଆପଣଙ୍କ ବିଫଳତା, ଆପଣଙ୍କ ଦୁଃଖ ସବୁ ହେଉଛି ଆପଣଙ୍କୁ ଶୁଦ୍ଧ କରିବା ପାଇଁ। ଯେଉଁମାନେ ସଂଘର୍ଷରୁ ପଳାନ୍ତି, ସେମାନେ ସାଧାରଣ ରୁହନ୍ତି। ଯେଉଁମାନେ ସଂଘର୍ଷକୁ ଆଲିଙ୍ଗନ କରନ୍ତି, ସେମାନେ ଇତିହାସ ରଚନ୍ତି। ଉଦାହରଣ, ଏକ ଚାଷୀକୁ ଦେଖନ୍ତୁ। ସେ ମାଟି ଖୋଦେ, ବୀଜ ପୋତେ, ବର୍ଷାରେ ଭିଜେ, ରୋଦରେ ପୋଡ଼େ, ତାପରେ ଧାନ ମିଳେ। ଯଦି ସେ କହିଥାନ୍ତା, ମୁଁ କଷ୍ଟ କରିବି ନାହିଁ, ତାହେଲେ କେବେ ଫଳ ମିଳିଥାନ୍ତା କି? ଜୀବନ ଆପଣଙ୍କୁ ପରୀକ୍ଷା କରେ, କାରଣ ଜୀବନ ଜାଣେ ଆପଣ ଭିତରେ ସୁନା ଅଛି। କିନ୍ତୁ ସେ ସୁନାକୁ ଚମକାଇବା ପାଇଁ ଅଗ୍ନି ଦରକାର। ଆପଣଙ୍କ ପାଇଁ 3ଟି ପ୍ରଶ୍ନ। ଆପଣ ଏବେ ଯେ କଷ୍ଟ କରି ଅଛନ୍ତି, ସେ କଷ୍ଟକୁ ଅଭିଶାପ ଭାବୁଛନ୍ତି କି? ନା ସେହିଟାକୁ ଆଶୀର୍ବାଦ ଭାବୁଛନ୍ତି? ଯଦି ଆପଣ ହାର ମାନିବେ, ତାହେଲେ ଅଗ୍ନି ଆପଣଙ୍କୁ ଖାକ କରିଦେବ। କିନ୍ତୁ ଯଦି ଆପଣ ଧୈର୍ଯ୍ୟ ଧରିବେ, ଏହି ଅଗ୍ନି ଆପଣଙ୍କୁ ହୀରା କରିଦେବେ। ହଁ ବନ୍ଧୁମାନେ, ଗରୁଡ଼ ପୁରାଣରେ କୁହାଯାଇଛି, ପ୍ରବଚନ ହେଉ କି ଶିକ୍ଷା, ମଝିରେ ଛାଡ଼ିଲେ ପାପର ଶ୍ରେଣୀରେ ଆସେ।
ତ ଆପଣମାନଙ୍କୁ ନିବେଦନ, ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, ନଚେତ୍ ଏବେ ଭିଡ଼ିଓଟିକୁ ସ୍କିପ୍ କରିଦିଅନ୍ତୁ, କାରଣ ଅଧା ଜ୍ଞାନ କୌଣସି କାମର ନୁହେଁ। ହଁ ବନ୍ଧୁମାନେ, ଯେଉଁମାନେ ଅଗ୍ନିକୁ ଭୟ କରନ୍ତି ସେମାନେ କେବେ ବି ଚମକନ୍ତି ନାହିଁ। ସଂଘର୍ଷ ହେଉଛି ସଫଳତାର ମୂଲ୍ୟ। ଦୁଃଖ ଆପଣଙ୍କୁ ଭାଙ୍ଗିବାକୁ ନୁହେଁ, ଗଢ଼ିବାକୁ ଆସିଛନ୍ତି। ଅର୍ଜୁନ ବୁଝିଥିଲା ସଂଘର୍ଷ ହେଉଛି ଅଗ୍ନି ଏବଂ ମଣିଷ ହେଉଛି ସୁନା। କିନ୍ତୁ ବନ୍ଧୁମାନେ, ଜୀବନ କେବଳ ଛୋଟ ପରୀକ୍ଷା ନେଉନଥାଏ, ସେ ବଡ଼ ପରୀକ୍ଷା ନେଉଥାଏ। ଦିନେ ଅର୍ଜୁନଙ୍କ ପିତା ଗୁରୁତର ରୋଗରେ ପଡ଼ିଲେ। ଘରେ ଟଙ୍କା ନାହିଁ, ଔଷଧ କିଣିବାକୁ ସମସ୍ୟା। ଗାଁର ଲୋକମାନେ କହିବା ଆରମ୍ଭ କଲେ, ଏହି ପରିବାରର କିଛି ହେବ ନାହିଁ, ଗରିବ ଲୋକ ଗରିବ ହିଁ ରହିବ। ଏହି କଥା ଅର୍ଜୁନଙ୍କ ହୃଦୟକୁ ନିଆଁ ଲଗାଇଦେଲା। ସେ ଆକାଶକୁ ଦେଖି କହିଲା, ଭଗବାନ, ଏହା କି ଆପଣଙ୍କର ଅଗ୍ନି ପରୀକ୍ଷା? ରାତିରେ ଅର୍ଜୁନ ଶୋଇ ପାରୁନଥିଲେ। ତାଙ୍କ ମନ ଭିତରେ ଦୁଇଟି ଶବ୍ଦ ଯୁଦ୍ଧ କରୁଥିଲା। ପ୍ରଥମ ଶବ୍ଦ, ଛାଡ଼ିଦେ, ଏହା ତୋର ଭାଗ୍ୟ। ଦ୍ୱିତୀୟ ଶବ୍ଦ, ଉଠ, ଏହି ଅଗ୍ନି ତୋର ଶୁଦ୍ଧ କରୁଛି। ହଁ ବନ୍ଧୁମାନେ, ଜୀବନଠାରୁ ବଡ଼ ଯୁଦ୍ଧ ବାହାରେ ନୁହେଁ, ମନ ଭିତରେ ହୁଏ। ପରଦିନ ସକାଳେ ଅର୍ଜୁନ ନିଷ୍ପତ୍ତି ନେଲେ, ମୁଁ ହାରିବି ନାହିଁ। ସେ ଛୋଟ କାମ ଆରମ୍ଭ କଲା। ପଢ଼ା ସହିତ ଛୋଟ ଦୋକାନରେ କାମ, ରାତିରେ ପଢ଼ା, ଦିନରେ ପରିଶ୍ରମ। ଲୋକେ ହସୁଥିଲେ, କହୁଥିଲେ, ଏତେ କଷ୍ଟ କରି କ'ଣ ହେବ? କିନ୍ତୁ ଅର୍ଜୁନ ଜାଣିଥିଲେ, ସୁନା ଯେତେ ଅଧିକ ଅଗ୍ନିରେ ପକେ, ସେତେ ଅଧିକ ଚମକେ। ପରୀକ୍ଷାର ଦିନ ଆସିଲା। ଅର୍ଜୁନ ଭାବିଥିଲେ ସେ ପାସ୍ ହେବ, କିନ୍ତୁ ଫଳାଫଳ ଆସିଲା, ସେ ବିଫଳ ହୋଇଗଲା। ସେ ଶୂନ୍ୟ ଦେଖିଥିଲେ, ତାଙ୍କ ଆଖିରୁ ଲୁହ ଝରୁଥିଲା। ସେ ଚିତ୍କାର କରି କହିଲା, ମୁଁ ଏତେ କଷ୍ଟ କଲି, ତଥାପି ବିଫଳ କାହିଁକି? ତାଙ୍କ ପିତା ଧୀରେ କହିଲେ, ପୁଅ, ସୁନା ପ୍ରଥମେ ଗଲିଯାଏ, ତାପରେ ଆକାର ନେଇଥାଏ। ବିଫଳତା ହେଉଛି ତୋର ଗଲିବାର ପ୍ରକ୍ରିୟା। ଯଦି ତୁ ଏବେ ଭାଙ୍ଗିଯିବୁ, ତାହେଲେ ତୋର ଶୁଦ୍ଧ ରୂପ କେବେ ବାହାରିବ ନାହିଁ। ଏହି କଥା ଅର୍ଜୁନଙ୍କ ଜୀବନକୁ ବଦଳାଇ ଦେଲା। ସେ ପୁଣି ଆରମ୍ଭ କଲା। ଏବେ ସେ ବିଫଳତାକୁ ଶତ୍ରୁ ନୁହେଁ, ଗୁରୁ ଭାବେ ଦେଖୁଥିଲା। ପ୍ରତିଟି ତ୍ରୁଟିରୁ ଶିଖିଲା, ପ୍ରତିଟି ଅପମାନକୁ ଶକ୍ତିରେ ପରିଣତ କଲା। ହଁ ବନ୍ଧୁମାନେ, ଆପଣଙ୍କ ଜୀବନରେ ମଧ୍ୟ ଏମିତି ମୁହୂର୍ତ୍ତ ଆସିବ, ଯେତେବେଳେ ଆପଣ ଭାବିବେ ସବୁ ଶେଷ, କିନ୍ତୁ ସେଇଟା ଶେଷ ନୁହେଁ, ସେଇଟା ହେଉଛି ନୂଆ ଆକାର ନେବାର ସମୟ। ଦୁଃଖ ଆପଣଙ୍କୁ ଭସ୍ମ କରିବାକୁ ଆସେ ନାହିଁ, ସେ ଆପଣଙ୍କୁ ମୂଲ୍ୟବାନ କରିବାକୁ ଆସେ। ହଁ ବନ୍ଧୁମାନେ, ବିଫଳତା ହେଉଛି ଅଗ୍ନି, ଯାହା ସଫଳତାକୁ ଜନ୍ମ ଦେଇଥାଏ। ଦୁଃଖ ଆସିଲେ ଭୟ କରନ୍ତୁ ନାହିଁ, ଆପଣ ଶୁଦ୍ଧ ହେଉଛନ୍ତି। ସଂଘର୍ଷ ହେଉଛି ଆପଣଙ୍କ ଭାଗ୍ୟକୁ ଗଢ଼ିବାର କାରଣ। ହଁ ବନ୍ଧୁମାନେ, ସମୟ କାହାକୁ ଅପେକ୍ଷା କରେନି,
କିନ୍ତୁ ଯେଉଁମାନେ ସମୟକୁ ଧରି ରଖନ୍ତି, ସମୟ ସେମାନଙ୍କୁ ଇତିହାସରେ ଲେଖିଦିଅନ୍ତି। ଅର୍ଜୁନ ଏବେ ପୂର୍ବରୁ ଭିନ୍ନ ଥିଲେ। ସେ ଅପମାନରେ ଭାଙ୍ଗୁନଥିଲା, ସେ ବିଫଳତାରେ ହାରୁନଥିଲା। ସେ ବୁଝିଗଲା, ମୋର ଜୀବନ ଅଗ୍ନିର କାରଖାନା, ଏଠାରେ ମୋତେ ଗଲିବାକୁ ପଡ଼ିବ। ବଡ଼ ସହରରେ ଏକ ଚାକିରି ପରୀକ୍ଷା ହେଉଥିଲା। ହଜାର ହଜାର ପ୍ରତିଯୋଗୀ। ଲୋକମାନେ କହିଥିଲେ, ଏହା ତୋ ଲାଗି ନୁହେଁ। ଗାଁର ଛୁଆ ସହରରେ କିଛି କରିପାରିବ ନାହିଁ। କିନ୍ତୁ ଅର୍ଜୁନ ମନେ ମନେ କହିଲା, ଯେଉଁ ସୁନା ଅଗ୍ନିରେ ପୋଡ଼ିଛି ସେ କେବେ ଭୟ କରେ ନାହିଁ। ଫଳାଫଳ ଆସିଲା। ସମସ୍ତେ ତାଲିକା ଦେଖୁଥିଲେ। ଅର୍ଜୁନ ଧୀରେ ଧୀରେ ତାଲିକା ଦେଖି ଲାଗିଲା ଏବଂ ତାଙ୍କ ଆଖି ଆଗରେ ତାଙ୍କ ନାଁ ଥିଲା। ସେ ଜିତିଥିଲା। ସେ ଗାଁର ସେଇ ଛୋଟ ଛୁଆ ଯାହାକୁ ଲୋକେ ଅପମାନ କରୁଥିଲେ, ଆଜି ସେ ସଫଳ। ସେ ଘରକୁ ଫେରିଲା। ତାଙ୍କ ପିତା ଏବେ ବଞ୍ଚିନଥିଲେ, କିନ୍ତୁ ସେ ଆକାଶକୁ ଦେଖି କହିଲା, ବାପା, ଆପଣ ଠିକ୍ କହିଥିଲେ, ଅଗ୍ନି ବିନା ସୁନା ଶୁଦ୍ଧ ହୁଏ ନାହିଁ। ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ସେହି ଲୁହ ଦୁଃଖର ନୁହେଁ, ଗର୍ଭର। ହଁ ବନ୍ଧୁମାନେ, ଆଜି ଯେତେବେଳେ ଆପଣ ଦୁଃଖରେ ଅଛନ୍ତି, ମନେ ରଖନ୍ତୁ, ଆପଣଙ୍କୁ ଭାଙ୍ଗିବାକୁ ନୁହେଁ, ଗଢ଼ିବାକୁ ଦୁଃଖ ଆସିଥାଏ। ଯେଉଁମାନେ ଦୁଃଖକୁ ଗାଳି ଦିଅନ୍ତି ସେମାନେ ଖାକ୍ ହୋଇଯାଆନ୍ତି, ଆଉ ଯେଉଁମାନେ ଦୁଃଖକୁ ସ୍ୱୀକାର କରନ୍ତି ସେମାନେ ଚମକି ଯାଆନ୍ତି। ହଁ ବନ୍ଧୁମାନେ, ଯଦି ଆପଣଙ୍କୁ ଅପମାନ ମିଳୁଛି, ଚୁପ୍ ରୁହନ୍ତୁ, କାମ କରନ୍ତୁ। ଯଦି ବିଫଳତା ମିଳୁଛି, ଶୁଣନ୍ତୁ, ପୁଣି ଉଠନ୍ତୁ। ଯଦି ଲୋକେ ହସୁଛନ୍ତି, ମନେ ରଖନ୍ତୁ, ଦିନ ସେମାନେ ତାଳି ମାରିବେ। ସଫଳତା ହେଉଛି ହଠାତ୍ ଆସୁଥିବା ଫଳ ନୁହେଁ, ସଫଳତା ହେଉଛି ଦୀର୍ଘ ସଂଘର୍ଷର ପରିଣାମ। ଜୀବନର ତିନୋଟି ନୀତି। ସଂଘର୍ଷକୁ ଭୟ କରନ୍ତୁ ନାହିଁ, ବିଫଳତାକୁ ଗୁରୁ ଭାବନ୍ତୁ, ଧୈର୍ଯ୍ୟକୁ ଅସ୍ତ୍ର କରନ୍ତୁ। ଆପଣ ସାଧାରଣ ନୁହେଁ, ଆପଣଙ୍କ ଭିତରେ ମୂଲ୍ୟବାନ ସୁନା ଅଛି। ଜୀବନ ଯେତେବେଳେ ଆପଣଙ୍କୁ ପଡ଼ାଯାଏ, ମନେ ରଖନ୍ତୁ, ମୁଁ ଗଲୁଛି କିନ୍ତୁ ଭାଙ୍ଗୁନାହିଁ, ମୁଁ ପଡ଼ୁଛି କିନ୍ତୁ ଚମକୁଛି, ମୁଁ ସୁନା ଏବଂ ମୋର ଅଗ୍ନି ପରୀକ୍ଷା ଚାଲିଛି। ତେଣୁ ବନ୍ଧୁମାନେ, ଯଦି ଜୀବନ ଆପଣଙ୍କୁ କଷ୍ଟରେ ପକାଉଛି, ଭୟ କରନ୍ତୁ ନାହିଁ, କାରଣ ଅଗ୍ନି ବିନା ସୁନା ଶୁଦ୍ଧ ହୁଏ ନାହିଁ। ହଁ ବନ୍ଧୁମାନେ, ଯଦି ଭିଡ଼ିଓଟି ଭଲ ଲାଗିଛି ତେବେ ଗୋଟେ ଲାଇକ୍ କରନ୍ତୁ, ଆଉ କେମିତି ଲାଗିଲା କମେଣ୍ଟରେ ଲେଖି ଯାଆନ୍ତୁ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ। ନମସ୍କାର ବନ୍ଧୁମାନେ।